ଆପଣ ଜାଣିଛନ୍ତି କି ମାତ୍ର 1 ଏକର ଜମିରେ କଦଳୀ ଚାଷ କରି ଆପଣ ବର୍ଷକୁ ପ୍ରାୟ 2 ରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଛନ୍ତି ମୁଁ କୃଷକ। ଆଜି ମୁଁ ଆପଣଙ୍କୁ କଦଳୀ ଚାଷର A to Z ସବୁକିଛି କହିବି, ଜମି ପ୍ରସ୍ତୁତିରୁ ଆରମ୍ଭ କରି କେମିତି ଲାଭ କରିବେ ପର୍ଯ୍ୟନ୍ତ। ତେଣୁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ଆଜିକାଲି ଅନେକ ଚାଷୀ ଧାନ କିମ୍ବା ଅନ୍ୟ ଫସଲ ଛାଡ଼ି କଦଳୀ ଚାଷ କରୁଛନ୍ତି। କାହିଁକି? ପ୍ରଥମ କାରଣ ହେଉଛି ସାରା ବର୍ଷର ଚାହିଦା, ଦ୍ୱିତୀୟତଃ ଶୀଘ୍ର ଆୟ, ତୃତୀୟରେ ବଜାରରେ ସ୍ଥିର ଦାମ। ତା ସହ କଦଳୀ ଫଳ ଛାଡ଼ି ପତ୍ର ବିକ୍ରି ହୁଏ ଓ ତଣ୍ଡା ମଧ୍ୟ ବ୍ୟବହାର ହୁଏ। ମାନେ ଏହା ଏକ ଫୁଲ୍ ପ୍ୟାକେଜ୍ କ୍ରପ୍। ଏବେ ଆସନ୍ତୁ ଜମି ବିଷୟରେ କଥା ହେବା। କଦଳୀ ଗଛ ପାଣିକୁ ଭଲ ପାଏ, କିନ୍ତୁ ଅଧିକ ପାଣି ଜମି ରହିଲେ ଗଛ ନଷ୍ଟ ହୋଇଯାଏ। ସେଥିପାଇଁ ଫୁଲ୍ ଡ୍ରେନେଜ୍ ଥିବା ମାଟି ଆବଶ୍ୟକ। ଏହି ଚାଷ ପାଇଁ ସବୁଠୁ ଭଲ ମାଟି ହେଲା ଦୋଆଶ ମାଟି ବା ଜୈବ ପଦାର୍ଥ ଭରପୁର ଥିବା ମାଟି। ଏହି ଚାଷ ପାଇଁ ମାଟିର pH ଭ୍ୟାଲ୍ୟୁ 6 ରୁ 7.5 ମଧ୍ୟରେ ରଖନ୍ତୁ। ଏବେ ଆମେ ଜାଣିବା ଏହି ଚାଷ ପାଇଁ ଜମି ପ୍ରସ୍ତୁତି କେମିତି କରିବେ। ଆପଣ ପ୍ରଥମେ 2 ରୁ 3 ଥର ଜମିକୁ ଚାଷ କରନ୍ତୁ। ଜମିର ଯେତିକି ଘାସ ଓ ପଥରକୁ ସଫା କରନ୍ତୁ। ତା ସହିତ ଜମିକୁ ସମତଳ କରନ୍ତୁ। ଏହା ଭଲ ଆରମ୍ଭ ପାଇଁ ବହୁତ ଜରୁରୀ। ଅନେକ ଚାଷୀ କଦଳୀର ପ୍ରଜାତି ଚୟନରେ ଭୁଲ କରନ୍ତି, କିନ୍ତୁ ଠିକ୍ ପ୍ରଜାତି ବାଛିବା ହିଁ ହେଉଛି ସକ୍ସେସର ସିକ୍ରେଟ୍। କଦଳୀର ସର୍ବଶ୍ରେଷ୍ଠ ପ୍ରଜାତି ହେଉଛି ଗ୍ରାଣ୍ଡ ନାଇଟ୍ ଓ ଡ୍ୱାର୍ଫିଂ କ୍ୟାଭେଣ୍ଡିସ୍। କଦଳୀ ଚାଷରେ ଏହି ଦୁଇଟି ଭେରାଇଟି କାହିଁକି ଲୋକପ୍ରିୟ? କାହିଁକି ନା ଏଥିରେ ବଡ଼ ଫଳ, ଅଧିକ ଉତ୍ପାଦନ ଓ ବଜାରରେ ଏହାର ଚାହିଦା ମଧ୍ୟ ଅଧିକ ଥାଏ। ମନେ ରଖନ୍ତୁ, ସବୁବେଳେ ଟିସ୍ୟୁ କଲଚର ଚାରା ହିଁ ନିଅନ୍ତୁ। ଏହା ରୋଗମୁକ୍ତ, ସମାନ ବୃଦ୍ଧି, ତା ସହ ଶୀଘ୍ର ଫଳ ମଧ୍ୟ ଦେଉଛି। ଏବେ ଆସନ୍ତୁ ଜାଣିବା ଚାରା ଲଗାଣ ବିଷୟରେ। ଚାରା ଲଗାଣ ହେଉଛି କଦଳୀ ଚାଷର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଥିରେ ଅନେକ ଲୋକ ଭୁଲ କରନ୍ତି। କଦଳୀ ଚାରା ଲଗାଇବା ସମୟରେ ଗାତ 2 ଫୁଟ ଗଭୀର କରନ୍ତୁ। ତା ସହ ଗାତରେ ଗୋବର ସାର ଏବଂ ନିମ୍ କେକ୍ ଦିଅନ୍ତୁ ଏବଂ ଗୋଟେ ଗଛରୁ ଆଉ ଗୋଟେ ଗଛର ଦୂରତା 6 ଫିଟ ରଖନ୍ତୁ। ଭଲ ବୃଦ୍ଧି ପାଇଁ ଆପଣ ଦୂରତା ବଢ଼ାଇ ମଧ୍ୟ ପାରିବେ। ଚାରା ଲଗାଇବା ପରେ ତୁରନ୍ତ ପାଣି ଦିଅନ୍ତୁ। ସ୍ମରଣ ରଖନ୍ତୁ, ଚାରାକୁ ଅତି ଗଭୀରରେ ଲଗାନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା କଦଳୀ ଚାଷରେ ପାଣି ସିଞ୍ଚନ କେମିତି କରିବେ। କଦଳୀ ଗଛର 80% ଅଂଶ ପାଣି ଅଟେ। ସେହି ସମୟରେ ପାଣି ଦେବା ଅତ୍ୟନ୍ତ ଜରୁରୀ। ଗ୍ରୀଷ୍ମ ଋତୁରେ ପ୍ରତି 4 ରୁ 5 ଦିନରେ ଆପଣ ପାଣି ଦେଇପାରିବେ। ଶୀତ ଋତୁରେ ପ୍ରତି 7 ରୁ 10 ଦିନରେ ଆପଣଙ୍କୁ ପାଣି ଦେବାକୁ ପଡ଼ିଥାଏ। ସିଞ୍ଚାଇର ସବୁଠୁ ବେଷ୍ଟ ମେଥଡ଼ ହେଉଛି ଡ୍ରିପ୍ ଇରିଗେସନ୍। ଏହି ମେଥଡ଼ରେ ଆପଣଙ୍କ ଅନେକ ଲାଭ ହୋଇଥାଏ। ଯେମିତିକି ପାଣି ସଞ୍ଚୟ, ସାର ସହଜରେ ଦେଇପାରିବେ, ତା ସହ ଆପଣଙ୍କ ଉତ୍ପାଦନ ମଧ୍ୟ ବଢ଼ିଥାଏ। ଏବେ ଆସନ୍ତୁ ଏହି ଚାଷର ସବୁଠୁ ଜରୁରୀ ପାର୍ଟ ମାନେ ଗଛର ଯତ୍ନ ବିଷୟରେ ଜାଣିବା। ଗଛର ଯତ୍ନ ନେବାକୁ ହେଲେ ଗଛକୁ ସମୟ ସମୟରେ ସାର ଦିଅନ୍ତୁ। ଆପଣ ଗଛରେ ଗୋବର ସାର କିମ୍ବା NPK ମାନେ ନାଇଟ୍ରୋଜେନ, ଫସ୍ଫରସ୍ ଏବଂ ପଟାସ ମଧ୍ୟ ଦେଇପାରିବେ। ଘାସ ସଫା କରନ୍ତୁ, ଶୁଷ୍କ ପତ୍ର କାଟନ୍ତୁ। ତା ସହ ଯେତେବେଳେ ଆପଣଙ୍କ ଗଛ ବଡ଼ ହେଉଛି ତାକୁ ସପୋର୍ଟ ଦିଅନ୍ତୁ। ପୋକ ଓ ରୋଗ ଓ ତାର ନିରାକରଣ। ଯଦି ଆପଣ କଦଳୀ ଚାଷ କରିଛନ୍ତି, ତେବେ ଏହି ଗଛରେ ହେଉଥିବା କିଛି ପୋକ ଓ ରୋଗ ଓ ତାର ନିରାକରଣ ମଧ୍ୟ ଜାଣି ରଖନ୍ତୁ। ପ୍ରଥମ ହେଉଛି ତଣ୍ଡା ପୋକ। ଏହା ଗଛ ଭିତରକୁ ପ୍ରବେଶ କରି ଗଛକୁ ଦୁର୍ବଳ କରେ। ଏହାର ସମାଧାନ ହେଉଛି ନିମ ତେଲ ସ୍ପ୍ରେ କରନ୍ତୁ। ଦ୍ୱିତୀୟତଃ ପତ୍ର ଦାଗ ରୋଗ। ପତ୍ରରେ କଳା ଦାଗ ହୋଇ ଗଛ ଶୁଖିଯାଏ। ଏଥିରେ ଆପଣ ମେନକୋଜେବ୍ ସ୍ପ୍ରେ କରନ୍ତୁ। ମନେ ରଖନ୍ତୁ, ଏହି ପୋକ ଓ ରୋଗକୁ ଯଦି ଆପଣ ଅଣଦେଖା କରିବେ, ତେବେ ଏହା ଆପଣଙ୍କ ଫସଲକୁ ବର୍ବାଦ କରିଦେବ। ଏବେ ଆମେ ଜାଣିବା ଆପଣ କଦଳୀ କେତେବେଳେ ଓ କେମିତି ହାର୍ଭେଷ୍ଟିଂ କରିବେ। କଦଳୀ ସାଧାରଣତଃ 10 ରୁ 12 ମାସରେ ତିଆରି ହୋଇଯାଏ। କାଟିବା ପୂର୍ବରୁ ଆପଣ ଧ୍ୟାନ ଦେବେ ଯେ ଫଳ ମୋଟା ଓ ଭର୍ତ୍ତି ହେବ ଓ ତା ସହ କୋଣା ଗୋଲାକାର ହେବ ଏବଂ ରଙ୍ଗ ଗାଢ଼ ସବୁଜ ରହିବ। କାଟିବା ସମୟରେ ଧୀରେ ଧୀରେ କଦଳୀ ବଞ୍ଜକୁ କାଟନ୍ତୁ। ଏକାଥରେ ଗୋଟେ ଝଟକାରେ କାଟିବେ ନାହିଁ। କାଟିବା ପରେ କଦଳୀକୁ ଛାୟା ଜାଗାରେ ରଖନ୍ତୁ, ଡାଇରେକ୍ଟ ସନଲାଇଟରେ ରଖନ୍ତୁ। ଏବେ ଆସନ୍ତୁ ଜାଣିବା ଏହି ଚାଷରେ ଆପଣଙ୍କ ଲାଭ କେତେ ହୋଇଯାଇଥାଏ। ସାଧାରଣତଃ 1 ଏକର ଜମିରେ 25 ରୁ 30 ଟନ୍ ପର୍ଯ୍ୟନ୍ତ କଦଳୀ ଉତ୍ପାଦନ ହୁଏ। ଯଦି ଆପଣ ବଜାରରେ ବିକ୍ରିର ଦାମ ପ୍ରାୟ 8 ରୁ 12 ଟଙ୍କା ପ୍ରତି କିଲୋ ଧରିଲେ, ତେବେ ଆପଣଙ୍କ ମୋଟ ଆୟ 2 ଲକ୍ଷ ରୁ 3 ଲକ୍ଷ ପର୍ଯ୍ୟନ୍ତ ହୋଇଯାଇଥାଏ। ଆପଣଙ୍କ ଖର୍ଚ୍ଚ କଟିଲେ ପ୍ରାୟ 1 ରୁ 1.5 ଲକ୍ଷ ଟଙ୍କାର ଲାଭ ହୋଇଯାଇଥାଏ। କିନ୍ତୁ ସ୍ମରଣ ରଖନ୍ତୁ, ଠିକ୍ ସମୟରେ ହାର୍ଭେଷ୍ଟିଂ କଲେ ଆପଣ ଅଧିକ ଦାମ ପାଇପାରିବେ। ସେହି ପାଇଁ ଠିକ୍ ଯତ୍ନ, ଠିକ୍ ସମୟ
ମାନେ ଆପଣଙ୍କ ଡବଲ ପ୍ରଫିଟ୍ ହେଇଯାଇଥାଏ। ଭଲ କ୍ୱାଲିଟିର ଚାରା ପାଣି ଜମିବାକୁ ଦିଅନ୍ତୁ ନାହିଁ, ସମୟରେ ସାର ଦିଅନ୍ତୁ, ରୋଗପୋକ ଉପରେ ନଜର ରଖନ୍ତୁ। ଏହା ଫଲୋ କଲେ ସକ୍ସେସ୍ ଆପଣଙ୍କୁ ନିଶ୍ଚିତ ମିଳିବ। ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ। ଧନ୍ୟବାଦ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ।